ପିଲେ ବର୍ତ୍ତମାନ ଆମେ ଗୋଟେ ସର୍ଟ ୱେର କେମିତି ଗୁଣନ ଆମେ ଶିଖିବା। ଦେଖ ଆମେ ନକେ ପଣିକିଆ ଆମେ ଗୁଣନ ଶିଖିବା କେମିତି ନା ଆମେ ପ୍ରଥମେ କ'ଣ କରିବା 0 ଠାରୁ 9 ପର୍ଯ୍ୟନ୍ତ ଲେଖିବା। 0 1 2 3 4 5 6 7 8 9 ବୁଝିଗଲା। ପୁଣି ଆମେ 0 ରୁ 9 ପର୍ଯ୍ୟନ୍ତ ଲେଖିଛନ୍ତି। ପୁଣି ବର୍ତ୍ତମାନ ତଳ ଆଡ଼ୁ 0 ରୁ 9 ପର୍ଯ୍ୟନ୍ତ ଲେଖିବା। 0 1 2 3 4 5 6 7 8 9 ପିଲେ ଦେଖିଲ ଏବେ 9 କେ ପଣିକିଆ ହେଲା ନା 9 କେ 9 9 2 18 9 3 27 9 4 36 9 5 45 9 6 54 9 7 63 9 8 72 9 81 9 90 ବୁଝିଗଲା। ଏବେ ବର୍ତ୍ତମାନ ଆଉ ଗୋଟେ 19 କେ ପଣିକିଆ ଦେଖିବା ସେ ଭଳିଆ 19 କେ ପରୀକ୍ଷା କ'ଣ କରିବା ଆମେ ଯେତିକି ଅଯୁଗ୍ମ ସଂଖ୍ୟା ପ୍ରଥମେ ଲେଖିବା 1 3 5 7 9 11 13 15 17 19 ପୁଣି କ'ଣ କରିବା ଆମେ ଡାହାଣ ଆଡ଼ୁ 0 ଲେଖିକି ପୁରା କ'ଣ ତଳ ଆଡ଼ୁ 0 ଲେଖିକି 9 ପର୍ଯ୍ୟନ୍ତ ଯିବା। 0 1 2 3 4 5 6 7 8 9 ଏବେ ଦେଖିଲ 19 କେ ଆସିଲା ନା 19 କେ 19 19 2 29 19 3 57 19 2 74 19 95 19 2 114 19 7 133 19 8 152 19 9 171 19 10 190 ପିଲେ ବୁଝିଗଲ ନା ଏବେ କେତେ ସର୍ଟ ଧନ୍ୟବାଦ।